ବାଲେଶ୍ୱର ସହରରେ ସାମ୍ପ୍ରଦାୟିକ ଉତ୍ତେଜନା ଯୋଗୁଁ ଗତ 17 ତାରିଖରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଥିବା କର୍ଫ୍ୟୁର ଅବଧି ଆଉ 24 ଘଣ୍ଟା ପାଇଁ ବଢ଼ାଯାଇଛି। ମାତ୍ର ଏହି କର୍ଫ୍ୟୁ ଆଇନକୁ ପର୍ଯ୍ୟାୟକ୍ରମେ କୋହଳ କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସଦ୍ୟ ନିର୍ଦ୍ଦେଶନାମାରେ ଏହାକୁ ଆହୁରି କୋହଳ କରାଯାଇଛି। ଆସନ୍ତା ମଙ୍ଗଳବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ବାଲେଶ୍ୱର ସହରର ଟାଉନ ଥାନା ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ ବୋଲି କୁହାଯାଇଛି। ତେବେ ଟାଉନ ଥାନା ଅଞ୍ଚଳରେ ସକାଳ 5ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ନିୟମକୁ କୋହଳ କରାଯାଇଛି। ସେହିପରି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୂର୍ବବତ୍ ସକାଳ 5ଟାରୁ ରାତି 9ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଥାନା ଅଞ୍ଚଳରେ 24 ଘଣ୍ଟା ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି କୁହାଯାଇଛି। କର୍ଫ୍ୟୁ କୋହଳ ସମୟ ମଧ୍ୟରେ ସାଧାରଣ ଜୀବନ ସ୍ୱାଭାବିକ ଭାବେ ଚାଲିବା ସହିତ ସମସ୍ତ ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପ ଜାରି ରହିବ। ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିଥିବା ବେଳେ ମଙ୍ଗଳବାର ମଧ୍ୟ ସ୍ୱାଭାବିକ ଭାବେ ଚାଲୁ ରହିବ। ତେବେ କର୍ଫ୍ୟୁ ସମୟ ମଧ୍ୟରେ ଜନସାଧାରଣଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ବ୍ୟକ୍ତିମାନେ ବାହାରି ସେମାନଙ୍କ କାର୍ଯ୍ୟଧାରା ଜାରି ରଖିବେ। ତେବେ କର୍ଫ୍ୟୁ କୋହଳ ନିର୍ଦ୍ଦେଶ ମଧ୍ୟରେ ପୂର୍ବରୁ ବନ୍ଦ ରହିଥିବା ମୋବାଇଲ ଇଣ୍ଟରନେଟ୍ ସେବାକୁ ମଙ୍ଗଳବାର ଠାରୁ ଆରମ୍ଭ କରାଯାଇଛି। ପୂର୍ବରୁ ବ୍ୟାଙ୍କିଂ ସେବା ପାଇଁ ଲିଜ୍ ଲାଇନ୍ ଇଣ୍ଟରନେଟ୍ ଓ ପରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହେବା ପରେ ମୋବାଇଲ ଇଣ୍ଟରନେଟ୍ ସେବା ଆରମ୍ଭ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା। ସହରରେ କ୍ରମାଗତ ଭାବେ ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ସୋସିଆଲ ମିଡିଆରେ କୌଣସି ପ୍ରକାର ଉତ୍ତେଜନାମୂଳକ ତଥା ମିଥ୍ୟା ତଥ୍ୟ ପ୍ରସାରଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାର ଦୁରୁପଯୋଗ ପରିଲକ୍ଷିତ ହେଲେ ପୋଲିସ ବିଭାଗର ସାଇବର ସେଲ୍ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି।